ଆପଣ କରିଥିବେ। ମୁଁ ହେଉଛି ପଲ୍ଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମର ରାଜ୍ୟ ସମ୍ପାଦକ। ଦେଖନ୍ତୁ ବର୍ତ୍ତମାନ ଯୋଉ କୁକୁଡ଼ା ମରିବା କଥାଟି ସତ୍ୟ, କିନ୍ତୁ ଏମାନେ ଆମେ ଏଇ କଥା ଖବରକାଗଜ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଆପଣମାନଙ୍କ ଜରିଆରେ ଆକୁ ପ୍ରସାରଣ କରିବା ପାଇଁ ଉଦ୍ୟମ କରିଛୁ ଏବଂ ଆପଣମାନେ ସହଯୋଗ କରୁଛନ୍ତି, ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ। କୁକୁଡ଼ା ମରିବାର କାରଣ ଏବଂ ନିରାକରଣ ପାଇଁ ବିଭାଗୀୟ ଅଧିକାରୀମାନେ ଅଣ୍ଟା ଭିଡ଼ିଥିଲେ। କେଉଁ କାରଣରେ କୁକୁଡ଼ା ମରୁଛନ୍ତି, ତାର ଯେଉଁ ଟେଷ୍ଟ ପାଇଁ ଯେଉଁ ସାମ୍ପୁଲ୍ ଯାଇଥିଲା, ତା ରିପୋର୍ଟ କ'ଣ ଆସିଲା ଏପର୍ଯ୍ୟନ୍ତ ଆମେ ଜାଣିଲୁ ନାହିଁ। ତେଣୁ କାରଣ ଆମେ ଶୁଣୁଛୁ ବାର୍ଡ଼ ଫ୍ଲୁ ବୋଲି, ବାର୍ଡ଼ ଫ୍ଲୁର ବର୍ତ୍ତମାନ ସିଜିନ୍ ବି ନୁହଁ। ବାର୍ଡ଼ ଫ୍ଲୁ କଥା କହି ସବୁ କୁକୁଡ଼ାକୁ ମାରି ଯଦି ଚାଷୀ କୂଳକୁ ହତାଶ କରିବେ, ଆମେ ଏହାକୁ କେବେ ବରଦାସ୍ତ କରିବୁ ନାହିଁ। ପ୍ରତିବାଦ କରିବୁ, ବିରୋଧ କରିବୁ, ରାଜରାସ୍ତାକୁ ବି ଆସିବୁ। ଆମେ କୁକୁଡ଼ା ଛାଡ଼ିବୁ, ବିଭାଗୀୟ ଅଧିକାରୀମାନେ ଆସିକି କୁକୁଡ଼ା ମାରିବେ। ପ୍ରତ୍ୟେକ ବେଳେ ଏଇ କଥା ଚାଲିଛି, ଆମେ ଦେଖି ଦେଖି ଆସୁଛୁ। ଯେଉଁ ଚାଷୀମାନେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି କୁକୁଡ଼ା ଚାଷ କରୁଥିଲେ, ସେମାନଙ୍କର କ୍ଷତିପୂରଣ କିଏ ଦେବ? ବିଭାଗୀୟ ଅଧିକାରୀମାନେ ଦେବେ। ଏ ଯେଉଁ ବିଭାଗ ହେଇଛି ପଶୁପାଳନ ବିଭାଗ, କୋଟି କୋଟି ଟଙ୍କା ସରକାରଙ୍କ ତହବିଲରୁ ଯେଉଁ ଦରମା, ଇନକ୍ରିମେଣ୍ଟ, ଡିଏ ଟିଏ ନେଉଛନ୍ତି, ଏମାନେ କରୁଛନ୍ତି କ'ଣ? ରୋଗ ହେଇଗଲା ପରେ ଆସି କୁକୁଡ଼ା ମାରିଦେବେ? କୁକୁଡ଼ା ଚାଷ ବିଷୟରେ ଏମାନଙ୍କର ସାମାନ୍ୟତମ ଜ୍ଞାନ ଅଛି, ଦାୟିତ୍ୱ ଅଛି, କର୍ତ୍ତବ୍ୟ ଅଛି? ଆଜି କୁକୁଡ଼ା ମାରିବାକୁ ପଳେଇ ଆସିଛନ୍ତି। ପୂର୍ବରୁ କିଛି ସେମାନେ ପ୍ରିକସନ୍ ନେଇଥିଲେ ନା? କିଛି ପ୍ରିକସନ୍ ନାହିଁ। କୁକୁଡ଼ା ଚାଷ ଗୋଟେ ଅନ୍ଦାଜନିଆ ଚାଷ ଚାଲିଛି। ଚିକେନ ଖାଉଛନ୍ତି ମାର୍କେଟରେ ଖାଉଟି। ବର୍ତ୍ତମାନ ଖାଉଟି ମାନେ ବି ଚିନ୍ତାର କାରଣ ହେଲାଣି, ଚିକେନ ମିଳିବ ନାହିଁ। ଚିକେନ କେମିତି ମିଳିବ ଯେ? ଏ ଯେ ବିଭାଗୀୟ ଅଧିକାରୀ ମାନଙ୍କର ଯେଉଁ ଫତୁଲିଆ ଧନ୍ଦା, ମନମୁଖୀ ମେରି ରାୟ କୁଆଡ଼େ ବସିଥିଲେ, ଖବରକାଗଜ ଏବଂ ଆପଣମାନଙ୍କ ଜରିଆରେ ଶୁଣିଲେ ରୋଗ ହେଇଛି, କ'ଣ ରିପୋର୍ଟ ପ୍ରସ୍ତୁତ କଲେ କେହି ଜାଣିନାହାନ୍ତି। କହୁଛନ୍ତି ବାର୍ଡ଼ ଫ୍ଲୁ, ଆମେ ବି ସେ ବିଷୟରେ କନଫର୍ମ ନୁହଁ। କିନ୍ତୁ ଆଜି ମାରିବାକୁ ଗାଡ଼ି ଘୋଡ଼ା ସଦଳ ଭଳିଆ ହେଇନ୍ତି। କେମିତି ମାରିଦେବ ତମେ କୁକୁଡ଼ା? ଯଦି ମାରିଦେବ କ୍ଷତିପୂରଣ କିଏ ଦେବ? ତାର ବ୍ୟବସ୍ଥା କର। ଖାଲି ମାରିଦେଇ ପଳେଇବ, ଚାଷୀମାନଙ୍କୁ ମାରିଦେଉନ। ଚାଷୀ ଆତ୍ମହତ୍ୟା କରିବେ, ଚାଷୀ ଆତ୍ମହତ୍ୟା କରିବେ, ଆପଣମାନେ ପୁଣି ଖବର ଚାପିବେ, ଖବର ପ୍ରସାରଣ କରିବେ, ଦେଖିବେ ଏଇ ବିଭାଗୀୟ ଅଧିକାରୀ ମାନଙ୍କର এই যে ଫତୁଲିଆ ଧନ୍ଦା, ମେରି ରାୟ ମନମୁଖୀ କାରବାର ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି, ତଳିତଳାନ୍ତ ହେଲେଣି। ଏବେ ଆତ୍ମହତ୍ୟା କରିବାକୁ ଯିବେ, ଦେଖିବେ। ମୋର ଡିମାଣ୍ଡ ରହୁଛି, ଆପଣଙ୍କର ସରକାର ଚାଷୀମାନଙ୍କୁ ବିଭିନ୍ନ ସମୟରେ କ୍ଷତିପୂରଣ ଏବଂ ସହାୟତା ପ୍ରଦାନ କରିଥାନ୍ତି। ଧରି ନିଅନ୍ତୁ ଅଦିନିଆ ବର୍ଷାରେ ଯେଉଁ ଧାନ କ୍ଷତି ହୁଏ, ରବି ଫସଲ କ୍ଷତି ହୁଏ, ଆପଣଙ୍କର ବନ୍ୟା, ବାତ୍ୟା, ମରୁଡ଼ିରେ ଚାଷୀମାନଙ୍କର କ୍ଷୟକ୍ଷତି ହେଲେ ସରକାର ମଧ୍ୟ ସହାୟତା ପ୍ରଦାନ କରିଥାନ୍ତି। ଆପଣଙ୍କର ଫନି ସମୟରେ ବି ସରକାର କୁକୁଡ଼ା ଚାଷୀମାନଙ୍କୁ ଏଇ ରାଜ୍ୟ ସରକାର ସ୍ୱତନ୍ତ୍ର ସହାୟତା ପ୍ରଦାନ କରିଥିଲେ। ଏଇ ଯେଉଁ ବର୍ତ୍ତମାନ ଭାଇରସ୍ ଭୂତାଣୁ ଜନିତ ମାନେ ବ୍ରଏଲର କୁକୁଡ଼ାଙ୍କର ମୃତ୍ୟୁ ହେଉଛି, ଖାଲି ବ୍ରଏଲର ନୁହଁ, ଆପଣଙ୍କର କଲର ବାର୍ଡ଼, ବନରାଜ, ଦେଶୀ କୁକୁଡ଼ା ସବୁ ବି ମରୁଛନ୍ତି। ଅନ୍ୟ ପକ୍ଷୀ ମରୁନାହାନ୍ତି, କେବଳ କୁକୁଡ଼ା ମରୁଛନ୍ତି। ଇଏ ଗୋଟେ ଅନ୍ୟାନ୍ୟ କାରଣ ଯୋଗୁଁ ମରୁଛନ୍ତି, ବାର୍ଡ଼ ଫ୍ଲୁ ନ ହୋଇପାରେ। ଆମର ଡିମାଣ୍ଡ ହେଉଛି ଚାଷୀମାନଙ୍କୁ, କୁକୁଡ଼ା ଚାଷୀମାନଙ୍କୁ ତାଙ୍କର କ୍ଷତିପୂରଣ ସରକାର ଦିଅନ୍ତୁ। ବିଭାଗୀୟ ଅଧିକାରୀମାନଙ୍କ ଜରିଆରେ କ୍ଷତିଗ୍ରସ୍ତ ଚାଷୀମାନଙ୍କର ତାଲିକା ପ୍ରସ୍ତୁତ କରନ୍ତୁ ଏବଂ ତାଙ୍କୁ କ୍ଷତିପୂରଣ ଦେବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରନ୍ତୁ। ଲକ୍ଷ ଲକ୍ଷ ଟଙ୍କା ବର୍ତ୍ତମାନ ଚାଷୀମାନଙ୍କର କ୍ଷତି ଏବଂ ତାର ଭରଣା କେମିତି ହେବ, ସେଥିପାଇଁ ସରକାରୀ କଳ, ଶାସକ ଦଳ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଆମେ ଅନୁରୋଧ କରୁଛୁ। ଖାଲି ଅନୁରୋଧ କରୁନୁ, ଦାବି ବି କରୁଛୁ। ଏଇ କଥା ଯଦି ନ ହୁଏ, ହଜାର ହଜାର ସଂଖ୍ୟାରେ କୁକୁଡ଼ା ଚାଷୀ ରାଜରାସ୍ତାକୁ ଓହ୍ଲେଇବୁ, ଆନ୍ଦୋଳନ କରିବୁ, ରାସ୍ତାରୋକ କରିବୁ, ସହାୟତା ପାଇବା ପର୍ଯ୍ୟନ୍ତ ଯାହା ଆବଶ୍ୟକ ସେ ପନ୍ଥା ଅବଲମ୍ବନ କରିବୁ।